ଆଜି ପବିତ୍ର ରଥଯାତ୍ରା ସାରା ବିଶ୍ୱ ପାଳନ କରୁଛି। ଜଗତର ନାଥ ଜଗନ୍ନାଥ ପୁରୀ ବଡ଼ ଦେଉଳରୁ ବାହାରି ଭକ୍ତମାନଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେଇଛନ୍ତି। ସେହିପରି ଭାବେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ନଧନା ଗ୍ରାମରେ କୁନି କୁନି ପିଲାମାନେ ତୋଳିଛନ୍ତି କୁନି ରଥ। ସେହି କୁନି ରଥରେ କୁନି କୁନି ଠାକୁର, କୁନି କୁନି ପିଲାଙ୍କ ଭକ୍ତି ଭାବକୁ ଦେଖି ଗ୍ରାମବାସୀ ଛୁଟି ଆସିଥିଲେ କୁନି ରଥ ପାଖକୁ। ନଧନା ଗ୍ରାମରେ ଥିବା ଅଖିଳ ଚନ୍ଦ୍ର ବେଜଙ୍କ ଘରେ ପୂଜା ପାଉଥିବା କୁନି ଜଗନ୍ନାଥ, ଭଉଣୀ ସୁଭଦ୍ରା, ବଡ଼ ଭାଇ ବଳଭଦ୍ରଙ୍କୁ ତାଙ୍କ ସାନ ନାତି ଦେବପ୍ରସାଦ ବେଜ ଏବଂ ବଡ଼ ନାତି ବିଷ୍ଣୁପ୍ରସାଦ ବେଜଙ୍କ ଭକ୍ତିଭାବ ଦେଖି ଗ୍ରାମର ବାବ, ଚନ୍ଦନ, ଜୀବନ, ଜଗନ୍ନାଥ ଏହିଭଳି ପିଲାମାନେ ମିଳିମିଶି ଏହି ବର୍ଷ ପ୍ରଥମ କରି ତିଆରି କଲେ କୁନି ରଥ। ମୟୂରଭଞ୍ଜରୁ ବୀର ଚିଫ୍ ମୁରାରୀମୋହନ ମହାପାତ୍ରଙ୍କ ରିପୋର୍ଟ, G9 ଓଡ଼ିଆ।